ବନ୍ଦେ ଉତ୍କଳ ଜନନୀ ଜୟ ସନାତନ। ଅଧର୍ମର ଅନ୍ୟାୟର ବିନାଶ ହଉ, ସନାତନର ଧର୍ମର ଜୟ ଜୟକାର ହଉ। ଏ ପାପୀ ବିଧର୍ମୀ ଜିହାଦୀ ଆତଙ୍କୀ ଅସୁରିକ ଶକ୍ତିର ସର୍ବନାଶ ହଉ। ଭାରତବର୍ଷର ଜୟ ଜୟକାର ହଉ। ଆପଣ ହିନ୍ଦୁତ୍ୱ ପାଇଁ ଲଢ଼ୁଛନ୍ତି, କାହାକୁ ନେଇ ଲଢ଼ିବେ, କାହା ପାଇଁ ଲଢ଼ିବେ? ଏ ଦଗଲା ସ୍ୱାର୍ଥୀ ଜାତିବାଦରେ, ହୀନ ରାଜନୀତିରେ, ନିହିତ ସ୍ୱାର୍ଥରେ, ହିନ୍ଦୁ ସଂଗଠନରେ ବାଣ୍ଟିଥିବା ଏହି ବେଇମାନ ହିନ୍ଦୁ ଆପଣଙ୍କୁ ହିଁ ଆପଣଙ୍କ ପଛରୁ ଛୁରୀ ମାରିବେ। ହିନ୍ଦୁ ସମାଜର ଲଢ଼େଇ ସମସ୍ତେ ଲଢ଼ିବା କଥା। ଅଳ୍ପ ମୁଠିଭର ଲୋକ ଲଢ଼ୁଛନ୍ତି, ସେମାନଙ୍କୁ ଏହି ବହୁ ସଂଖ୍ୟକ ହିନ୍ଦୁ ସମାଜ କ'ଣ ସାଥ ଦେଉଛି? କିଞ୍ଚିତ ମାତ୍ରେ ବି ସାଥ ଦେଉନାହିଁ। ସେଇଥିପାଇଁ ତ ହିନ୍ଦୁ ସାରା ବିଶ୍ୱରେ ହଣା ଖାଉଛି, ତଡ଼ା ଖାଉଛି, ତା ଝିଅ ବୋହୂର ହତ୍ୟା ହେଉଛି, ବଳାତ୍କାର ହେଉଛି, ତା ମଠ ମନ୍ଦିରର ଧ୍ୱଂସ ବିଧ୍ୱଂସ ହେଉଛି, ବିଚ ରାସ୍ତାରେ ତା ଝିଅ ବୋହୂମାନଙ୍କର ରେପ୍ ହେଉଛି। କାରଣ ଏମାନେ କେବେ ବି ସଂଗଠିତ ନୁହେଁ, ଏମାନେ କେବେ ବି ସମଗ୍ର ହିନ୍ଦୁ ସମାଜ କଥା ଚିନ୍ତା ହିଁ କରୁନାହାନ୍ତି। ଆଉ ଏମାନେ ହଣା ଖାଇବେନି ତ କିଏ ଖାଇବ? ଏ ହିନ୍ଦୁ ସମାଜ ଯୁଦ୍ଧ କ୍ଷେତ୍ରରେ କ'ଣ ଲଢ଼ିବ? ବିଧର୍ମୀଙ୍କ ସହ କ'ଣ ଲଢ଼ିବ? ଧର୍ମାନ୍ତୀକରଣ ବିରୁଦ୍ଧରେ କ'ଣ ଲଢ଼ିବ? ଏ ଜିହାଦୀ ଆତତାୟୀ ଆତଙ୍କୀ ଯେତେବେଳେ ଦଙ୍ଗା କରୁଛନ୍ତି, ସେତେବେଳେ କ'ଣ ଲଢ଼ିବ? ସେ କଥା ଛାଡ଼ନ୍ତୁ। ଯିଏ ହିନ୍ଦୁତ୍ୱ ପାଇଁ ଆବାଜ ଉଠାଉଛି, ଦିନ ରାତି ଧନ ଜୀବନ ଯୌବନ ସମୟ ଦେଇ ସଚେତନର ବାର୍ତ୍ତା ଦେଉଛି, ଏ ଜୀବନକୁ ବାଜି ଲଗେଇ ଖୁଲ୍ଲମ ଖୁଲା ଏ ବିଧର୍ମୀମାନଙ୍କୁ ବିରୋଧ କରୁଛି, ହିନ୍ଦୁତ୍ୱ ପାଇଁ, ହିନ୍ଦୁ ସମାଜର ସୁରକ୍ଷା ପାଇଁ ସବୁ ରାଜନୈତିକ ଦଳ ସହ ଲଢ଼େଇ କରୁଛି। ଯେତେବେଳେ ହିନ୍ଦୁତ୍ୱର ବିରୋଧରେ ସେ ଯେକୌଣସି ରାଜନୈତିକ ଦଳର ନେତା ଦେଉଛନ୍ତି, ତାକୁ କଡ଼ା କାଉଣ୍ଟର କରୁଛି, ସମାଲୋଚନା କରୁଛି, ଏମାନେ ସୋସିଆଲ ମିଡ଼ିଆରେ ରହି ଘରେ ରହି ବି ସହଯୋଗ କରୁନାହାନ୍ତି, କିଞ୍ଚିତ ମାତ୍ରେ ବି ସହଯୋଗ କରୁନାହାନ୍ତି। କିନ୍ତୁ ତାର ବିପରୀତ ଏମାନେ ଥଟ୍ଟା ମଜା, ଅଶ୍ଳୀଳ କମେଡ଼ି, ଫାଲତୁ ଜିନିଷ, IPL ଗେମ୍, କିନ୍ତୁ ଏମାନଙ୍କ ସୁରକ୍ଷା ପାଇଁ, ଏମାନଙ୍କ ଧନ ଜୀବନ ପାଇଁ ଯିଏ ସଂଗ୍ରାମ କରୁଛି, ଯିଏ ଖୁଲ୍ଲମ ଖୁଲା ସଚେତନର ବାର୍ତ୍ତା ଦେଉଛି, ମାନେ ଘରେ ରହି ତାକୁ ସହଯୋଗ ବି କରିପାରୁନାହାନ୍ତି। ତ ଏ ହିନ୍ଦୁ ସମାଜ ହଣା ଖାଇବନି ତ ଆଉ କିଏ? ଏ ହିନ୍ଦୁ ସମାଜର ସର୍ବନାଶ ହବ ନାହିଁ ତ ଆଉ କାହାର ହବ? ସେଇଥିପାଇଁ ତ ବେଙ୍ଗଲ, ବାଂଲାଦେଶ, କାଶ୍ମୀରର ହିନ୍ଦୁମାନଙ୍କର ଏ ଅବସ୍ଥା। ଓଡ଼ିଶାରେ ବି ଭୟଙ୍କର ପରିସ୍ଥିତି ହେଲାଣି। ରୋହିଙ୍ଗ୍ୟା ବାଂଲାଦେଶୀଙ୍କ ସଂଖ୍ୟା ଲକ୍ଷ ଲକ୍ଷ ସଂଖ୍ୟାରେ। ସେଇଥିପାଇଁ ତ ପ୍ରତ୍ୟେକ ଦିନ ସେ ବାଲେଶ୍ୱର ହଉ, ଭଦ୍ରକ ହଉ, ମୟୂରଭଞ୍ଜ ହଉ, ପଟାମୁଣ୍ଡେଇ ହଉ, ପ୍ରତ୍ୟେକ ଜାଗାରେ ଏଇ ଆତଙ୍କୀ ଆତତାୟୀମାନଙ୍କର ଆତଙ୍କରାଜ ଚାଲିଛି। ବିଧର୍ମୀ ଆତଙ୍କୀ ଆତତାୟୀମାନଙ୍କର ହଜାର ହଜାର ବର୍ଷର ଗୁଲାମ ରହି ତମେ ସାମ୍ନା ସାମ୍ନି ଲଢ଼େଇ ତ କରିପାରୁନ, କମ୍ ସେ କମ୍ ଏଇ ସୋସିଆଲ ମିଡ଼ିଆରେ, ଫେସବୁକ୍, ୟୁଟ୍ୟୁବରେ, ଗଣମାଧ୍ୟମରେ ଯିଏ ହିନ୍ଦୁତ୍ୱ ପାଇଁ ଆବାଜ ଉଠାଉଛି, ତାହା ସହ ତ ଛିଡ଼ା ହେଇଯାଅ, ତାକୁ ତ ସହଯୋଗ କର, ତା ମନୋବଳକୁ ବଢ଼ାଅ। ହିନ୍ଦୁ ବି ବହୁତ ପ୍ରକାର ଅଛନ୍ତି। କିଛି ସେକୁଲାର ସ୍ୱାର୍ଥୀ ଦଗଲା ହିନ୍ଦୁ, ରାଜନୈତିକ ଦଳରେ ବାଣ୍ଟିଥିବା ମୌସୁମୀବାଦୀ ରାଜନୈତିକ ହିନ୍ଦୁ, ମାଳ ମାଳ ହିନ୍ଦୁ ସଂଗଠନରେ ବାଣ୍ଟିଥିବା ହିନ୍ଦୁ, କିଛି ଅଛନ୍ତି ମୌସୁମୀବାଦୀ ହିନ୍ଦୁ। ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଶ୍ରୀରାମ ନବମୀ ଆସିବ, ଯେତେବେଳେ ପ୍ରଭୁ ହନୁମାନଙ୍କର ହନୁମାନ ଜନ୍ମୋତ୍ସବ ଆସିବ, ଯେତେବେଳେ ମା ଦୁର୍ଗାଙ୍କର ଦୁର୍ଗାଷ୍ଟମୀ ଆସିବ, ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଆସିବ, ସେତେବେଳେ ତିଲକ ଲଗେଇ, ଗେରୁଆ ପିନ୍ଧି, ହାତରେ ଗେରୁଆ ଧ୍ୱଜ ଧରି ପୁରା ଭାରତବର୍ଷକୁ, ପୁରା ବିଶ୍ୱକୁ ଜୟକାର ଧ୍ୱନିରେ କମ୍ପେଇ ଦେବେ। ଏମାନେ ହେଉଛନ୍ତି ମୌସୁମୀବାଦୀ ହିନ୍ଦୁ। କିନ୍ତୁ ଯେତେବେଳେ ଯୁଦ୍ଧ କ୍ଷେତ୍ରକୁ ଆସିବେ, ଯେତେବେଳେ ବିଧର୍ମୀ ହିନ୍ଦୁ ବିରୋଧୀ ଜିହାଦୀ ଆତଙ୍କୀ ଆତତାୟୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିବେ, ଯେତେବେଳେ ଧର୍ମାନ୍ତୀକରଣ କରିବେ, ଯେତେବେଳେ ଗୋ ହତ୍ୟା ହେବ, ଯେତେବେଳେ ହିନ୍ଦୁମାନଙ୍କ ବିନା କାରଣ ଆକ୍ରମଣ ହେବ, ଏ ଲକ୍ଷ ଲକ୍ଷ କୋଟି କୋଟି ମୌସୁମୀବାଦୀ ହିନ୍ଦୁ ଫେରାର ଥିବେ, ଛୁ ମନ୍ତର ଥିବେ, ଜଣିଏ ବି ଦେଖା ନଥିବ। ଇଏ ହେଉଛନ୍ତି ମୌସୁମୀବାଦୀ ହିନ୍ଦୁ। ଆଉ କିଛି ଅଛନ୍ତି ଜାତିରେ ବାଣ୍ଟିଥିବା, ଜୟ ଭୀମ କହୁଥିବା ହିନ୍ଦୁ। ଆମ ଶତ୍ରୁ ଏହି ହିନ୍ଦୁ ବିରୋଧୀ ଏହି ବିଧର୍ମୀମାନଙ୍କ ପାଖରେ ସବୁ ପ୍ରକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଅଛି। ସେମାନଙ୍କ ମସଜିଦ ମଦରସାରେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଅଛି, ଯାହା ପ୍ରତ୍ୟେକ ଦିନ ଖବରକାଗଜରେ ଦେଖିବା ପାଇଁ ମିଳୁଛି। ସେମାନେ ଆମଠାରୁ
ଶହେ ପାଦ ଆଗରେ ଅଛନ୍ତି ସବୁ କ୍ଷେତ୍ରରେ। ସେ ସଂଗଠିତ ହଉ, ଆର୍ଥିକ ହଉ, ସବୁ କ୍ଷେତ୍ରରେ ମଜବୁତ ଅଛନ୍ତି। କିନ୍ତୁ ଆମ ସଂଗଠନ କରୁଛି କ'ଣ? ସେମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ନେଇ ଟ୍ରେନିଂ ନେଉଛନ୍ତି କେମିତି ଆମକୁ ହତ୍ୟା କରିବେ, କିନ୍ତୁ ଆମେ ହାଫ୍ ପ୍ୟାଣ୍ଟ ପିନ୍ଧି ସେଇ ଠେଙ୍ଗା ଧରି ଘୁରି ବୁଲୁଛୁ। ସେମାନଙ୍କୁ ବିଦେଶରୁ କୋଟି କୋଟି ଟଙ୍କା ଫଣ୍ଡିଂ ଆସୁଛି, ଯେଉଁଥିପାଇଁ ସେମାନେ ଆମଠାରୁ ଶହେ ପାଦ ଆଗରେ ଅଛନ୍ତି। କିନ୍ତୁ ଆମ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାଟିର ଅବସ୍ଥା କ'ଣ ପ୍ରାୟ ସମସ୍ତଙ୍କୁ ଜଣାଥିବ। ରାଜନୈତିଜ୍ଞ ଚାଣକ୍ୟ ବି କହିଛନ୍ତି, ବିନା ଅର୍ଥରେ ଧର୍ମ କେବେ ବି ସୁରକ୍ଷିତ ହୋଇପାରିବନି, ଧର୍ମର କେବେ ବି ପ୍ରଚାର ପ୍ରସାର ହୋଇପାରିବନି। ସେମାନେ ଆମଠାରୁ ଶହେ ପାଦ ଆଗରେ ଅଛନ୍ତି, ସେମାନଙ୍କୁ କୋଟି କୋଟି ଟଙ୍କା ଫଣ୍ଡିଂ ଆସୁଛି। ସେଇଥିପାଇଁ ତ ସେମାନେ ଦଙ୍ଗା କରୁଛନ୍ତି, ଧର୍ମାନ୍ତୀକରଣ କରୁଛନ୍ତି। ସେ ଛାଙ୍ଗୁର ଭଳିଆ ବିଦେଶରୁ କୋଟି କୋଟି ଟଙ୍କା ଫଣ୍ଡିଂ ଆସୁଛି। କେମିତି ଆମ ମଠ ମନ୍ଦିର ମୁକ୍ତ ହେବ, ହିନ୍ଦୁମାନେ କେମିତି ସଶକ୍ତ ହେବେ। ଆମ ମଠ ମନ୍ଦିରରୁ ସରକାର ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଟ୍ୟାକ୍ସ ନେଉଛି, କିନ୍ତୁ ଗଣତନ୍ତ୍ର ଭାରତରେ ଅନ୍ୟ କୌଣସି ମଜହବ ସମ୍ପ୍ରଦାୟ, ସେ ମସଜିଦ ହଉ, ଚର୍ଚ୍ଚ ହଉ, ଗିର୍ଜା ହଉ, ମଜାର ହଉ, ଗୋଟିଏ ଟଙ୍କା ବି ଟ୍ୟାକ୍ସ ନେଉନାହିଁ। ଏ ହେଉଛି ଭାରତର ଗଣତନ୍ତ୍ର। ଆଗରୁ ଯାହା କଂଗ୍ରେସ ସମୟରେ ଥିଲା ସମାନ ତ ଚାଲିଛି। ଏଇ ଜିହାଦୀ ଆତଙ୍କୀ ଦଙ୍ଗାକାରୀମାନଙ୍କୁ ହିନ୍ଦୁମାନଙ୍କ ଟ୍ୟାକ୍ସ ପଇସାରେ ଆମ ମଠ ମନ୍ଦିରରୁ କୋଟି କୋଟି ଟଙ୍କା ଟ୍ୟାକ୍ସ ନେଇ ମାଇନରିଟି କମିଶନ ନାଁରେ, ଏମାନଙ୍କ ନାଁରେ ମାଳ ମାଳ ଯୋଜନା ଚାଲିଛି। କିନ୍ତୁ ହିନ୍ଦୁମାନଙ୍କ ପାଇଁ କ'ଣ ଚାଲିଛି? ଆଉ ଏ ହିନ୍ଦୁବାଦୀ ରାଜନୈତିକ ଦଳ, এই ହିନ୍ଦୁ ସଂଗଠନ ମାନେ ସେମାନଙ୍କ କାର୍ଯ୍ୟକର୍ତ୍ତାଙ୍କ ବିପଦ ବେଳେ କେବେ ବି ଛିଡ଼ା ହୁଅନ୍ତି ନାହିଁ। ଏହା ମୋର ଅନୁଭବ କହୁଛି। ଆପଣ ସର୍ଭେ କରି ନିଅନ୍ତୁ। କିନ୍ତୁ ତାର ବିପରୀତ ଅନ୍ୟ କୌଣସି ରାଜନୈତିକ ଦଳ, ସେ କଂଗ୍ରେସ ହଉ, ବିଜେଡି ହଉ କିମ୍ବା ଟିଏମସି ହଉ, ସେମାନଙ୍କ କାର୍ଯ୍ୟକର୍ତ୍ତା ପାଇଁ ସେମାନେ ଚଟାଣ ଭଳି ଠିଆ ହୁଅନ୍ତି। ସେମାନେ ମଣିଷ ମର୍ଡର କରିଦେଲେ ବି, ସେମାନେ ହତ୍ୟା ବଳାତ୍କାର କରିଦେଲେ ବି, ସେମାନଙ୍କ କାର୍ଯ୍ୟକର୍ତ୍ତା ପାଇଁ ସେମାନେ ଚଟାଣ ଭଳି ଛିଡ଼ା ହୁଅନ୍ତି। ସେମାନଙ୍କୁ ସବୁ ପ୍ରକାର ସହଯୋଗ କରନ୍ତି, ସେମାନଙ୍କ ପ୍ରତ୍ୟେକ ସୁଖ ଦୁଃଖରେ ଛିଡ଼ା ହୁଅନ୍ତି। କିନ୍ତୁ ଆମ ତଥାକଥିତ କୁହାଳିଆ ଏଇ ହିନ୍ଦୁ ହିନ୍ଦୁ କହୁଥିବା ରାଜନୈତିକ ଦଳ, ଏଇ ହିନ୍ଦୁ ସଂଗଠନ ମାନେ ସେମାନଙ୍କ କାର୍ଯ୍ୟକର୍ତ୍ତା ଯେତେବେଳେ ବିପଦରେ ପଡ଼ନ୍ତି ନା, ସେମାନଙ୍କୁ ଏକା ଛାଡ଼ି ଦିଅନ୍ତି। ଏ ହେଉଛି ବାସ୍ତବ କଥା। ଆଜି ବିଜେପିରେ ପ୍ରକୃତ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ଅବହେଳିତ। ସବୁ ପ୍ରକାର ବଡ଼ ବଡ଼ ସୁଖ ସୁବିଧା, କଣ୍ଟ୍ରାକ୍ଟରୀ କାମ, ପ୍ରତ୍ୟେକ ଜାଗାରେ ଆମଦାନୀ ନେତା, ବିଜେଡି କଂଗ୍ରେସ ନେତାମାନଙ୍କର ରାଜୁତି ଚାଲିଛି। ନୂପୁର ଶର୍ମା ହୁଅନ୍ତୁ, ବିନୟ କଟିହାର ହୁଅନ୍ତୁ, ସ୍ୱାଦୀ ପ୍ରଜ୍ଞା ହୁଅନ୍ତୁ, ଟି ରାଜା ସିଂ ହୁଅନ୍ତୁ, ଅନେକ ଦିନର ଅନୁଭବ, ଅନୁଭୂତି, ସଂଗ୍ରାମ, ଲଢ଼େଇରେ, ହିନ୍ଦୁ ସମାଜର ବିଶ୍ୱାସଘାତରେ ଭଗବାନଙ୍କର ଛୋଟିଆ ସେବକଟେ ହେଇ ଆମ ସାମର୍ଥ୍ୟ ଅନୁସାରେ ଆମେ ଲଢ଼େଇ କରି ଆସିଛୁ। କେବଳ ସୋସିଆଲ ମିଡ଼ିଆରେ ନୁହେଁ, ବୟାନବାଜି ଭାଷଣବାଜିରେ ନୁହେଁ, ଗ୍ରାଉଣ୍ଡ ଲେବୁଲରେ ଗାଁ ପରେ ଗାଁ ଯାଇ ଲୋକଙ୍କ ସହିତ ବିପଦ ବେଳରେ ଛିଡ଼ା ହେଇ କାମ କରିଛୁ। ଆଜି ନୁହେଁ, ପ୍ରାୟ 12-13 ବର୍ଷର ଏହି ସଂଗ୍ରାମ ଯାତ୍ରାରେ ଏ ଅନୁଭୂତି, ଏ ଅନୁଭବ, ଏ ବିଶ୍ୱାସଘାତ, ଏ ବେଦନା କେବଳ ଯେ ମୋର ତା ନୁହେଁ, ପ୍ରତ୍ୟେକଟି ନିରପେକ୍ଷ ସନାତନୀ ଧର୍ମଯୋଦ୍ଧାଙ୍କର ଇଏ ହେଉଛି ବେଦନା। ଯିଏ ବିନା ସ୍ୱାର୍ଥରେ, ବିନା ରାଜନୀତିରେ, ପଦପଦବୀରେ କେବଳ ହିନ୍ଦୁତ୍ୱ ପାଇଁ, ଭାରତ ମାତା ପାଇଁ, ହିନ୍ଦୁ ସମାଜ ପାଇଁ ନିରପେକ୍ଷ ଭାବେ ସତ୍ ପଥରେ କାର୍ଯ୍ୟ କରୁଛି, ସେ ପ୍ରତ୍ୟେକଟି ସନାତନୀ ଧର୍ମଯୋଦ୍ଧାଙ୍କୁ ହୃଦୟରୁ ଭୂମିଷ୍ଠ ଦଣ୍ଡବତ। ମୁଁ ଏସବୁ କଥା କେବେ ସୋସିଆଲ ମିଡ଼ିଆରେ ଆଣିବା ପାଇଁ ଚାହୁଁନଥିଲି, କିନ୍ତୁ ମୋତେ ଯେଉଁମାନେ ଭଲ ପାଆନ୍ତି, ମୋତେ ଯେଉଁମାନେ ଆଜି ପର୍ଯ୍ୟନ୍ତ ଭଲ ପାଇବା ଦେଇଛନ୍ତି, ସେ ସୋସିଆଲ ମିଡ଼ିଆରେ ହେଉ କିମ୍ବା ବିନା ସୋସିଆଲ ମିଡ଼ିଆରେ ହେଉ, ଯେଉଁ 8-10 ହଜାର ଲୋକ ମୋ ଭିଡ଼ିଓକୁ ଦେଖନ୍ତି, ମୋତେ ଭଲ ପାଆନ୍ତି, ମୋତେ ସୁଝାବ ଦିଅନ୍ତି, କେଉଁଟା ଭଲ କେଉଁଟା ଠିକ୍, ବିଭିନ୍ନ ପ୍ରକାର ମୁଁ ସେମାନଙ୍କଠୁ ଶିକ୍ଷା ଶିଖେ, ସେମାନେ ମୋତେ ଭଲ ପାଆନ୍ତି, ମୁଁ ହିନ୍ଦୁତ୍ୱ ପାଇଁ ଆବାଜ ଉଠାଏ। ସେ ପ୍ରତ୍ୟେକଟି ଭଲ ପାଉଥିବା ବ୍ୟକ୍ତି କିମ୍ବା ମୋତେ ଘୃଣା କରୁଥିବା ବ୍ୟକ୍ତି, ସେମାନେ ଜାଣିବା ଦରକାର ଯେ କେଉଁଥିପାଇଁ ମୁଁ ହିନ୍ଦୁତ୍ୱ ପାଇଁ ସୋସିଆଲ ମିଡ଼ିଆରେ କିମ୍ବା ଗ୍ରାଉଣ୍ଡ ଲେଭୁଲରେ ଯେଉଁ କାର୍ଯ୍ୟ କରୁଛି, ତାଠାରୁ ମୁଁ ଆଜି ଦୂରେଇ ଯାଉଛି। ସେ ପ୍ରତ୍ୟେକଟି ସତକୁ ସେମାନେ ଜାଣିବା ଦରକାର, କାରଣ ସତକୁ ଲୁଚେଇ ରଖିବା ବି ଅପରାଧ। ଆମ ସାମ୍ନାରେ ଯେଉଁ ଜିହାଦୀ, ବିଧର୍ମୀ, ହିନ୍ଦୁ ବିରୋଧୀ ଅଛନ୍ତି, ଯେଉଁ କଂସେଇ, ଇସାଇ ଅଛନ୍ତି, ଆମଠାରୁ ସବୁ କ୍ଷେତ୍ରରେ 100 ଗୁଣା ଶକ୍ତିଶାଳୀ ଅଛନ୍ତି। ସେ ଆର୍ଥିକ ହଉ, ସଂଗଠିତ ହଉ,
କିମ୍ବା ସେମାନଙ୍କ ପାଖରେ ବିଭିନ୍ନ ପ୍ରକାର ମାରଣାତ୍ମକ ଅସ୍ତ୍ରଶସ୍ତ୍ର ହଉ, ବିଭିନ୍ନ ପ୍ରକାର ଯୋଜନା ହଉ, ସବୁ ଦିଗରେ ସେମାନେ ଆମଠାରୁ 100 ଗୁଣରେ ଶକ୍ତିଶାଳୀ ଅଛନ୍ତି। ଆଉ ଏ ବିଧର୍ମୀ ହିନ୍ଦୁ ବିରୋଧୀଙ୍କ ପ୍ରେମରେ ଭାରତର ସବୁ ରାଜନୈତିକ ଦଳ ପାଗଳ ଅଛନ୍ତି। ସେମାନଙ୍କ ତୁଷ୍ଟିକରଣ ପାଇଁ ଦିନ ରାତି ସକ୍ରିୟ ଅଛନ୍ତି। କିନ୍ତୁ ଆମମାନଙ୍କ ପାଇଁ, ହିନ୍ଦୁ ସମାଜ ପାଇଁ କିଏ ଅଛି? ସେମାନଙ୍କ ପାଖରେ ହଜାର ହଜାର ସଂଗଠନ ଅଛି, ଚାରିଟି ଟ୍ରଷ୍ଟ ଅଛି, କୋଟି କୋଟି ଟଙ୍କା ବିଦେଶରୁ ଫଣ୍ଡିଂ ଆସୁଛି। ସେମାନଙ୍କ ଭିତରେ ସଂଗଠିତ ମନୋଭାବ ଅଛି। ସେମାନଙ୍କ ମଜହବ ସମ୍ପ୍ରଦାୟ ପାଇଁ ମରିବା ମାରିବା ପାଇଁ ସେମାନେ ସକ୍ରିୟ ଅଛନ୍ତି। ଆଉ ସେମାନଙ୍କ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଛୋଟ ଛୋଟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ମରିବା ମାରିବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଛି। ସେଇଥିପାଇଁ ତ ସେମାନଙ୍କ ପାଇଁ ରାତି ଅଧରେ ସୁପ୍ରିମକୋର୍ଟର କବାଟ ଖୋଲିଯାଏ। ସେଇଥିପାଇଁ ତ କହ୍ନେୟାଲାଲକୁ ଲାଇଭ୍ ଭିଡ଼ିଓ କରି ହତ୍ୟା କରିଛନ୍ତି, କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ବେଲ୍ରେ ବୁଲୁଛନ୍ତି। ସେଇଥିପାଇଁ ତ ପ୍ରତ୍ୟେକ ସହରରେ ଖୁଲମଖୁଲା ଧର୍ମାନ୍ତୀକରଣ କରୁଛନ୍ତି, ଲଭ୍ ଜିହାଦ କରୁଛନ୍ତି, ଦଙ୍ଗା କରୁଛନ୍ତି, ସବୁ ପ୍ରକାର ସର୍ବନାଶ କରୁଛନ୍ତି। କିନ୍ତୁ ଆମ ତଥାକଥିତ ହିନ୍ଦୁବାଦୀ ବିଜେପି ସରକାର କ'ଣ କରୁଛି? ତୁଷ୍ଟିକରଣ ନାଁରେ, ମାଇନରିଟି କମିଶନ ନାଁରେ ଯେ ଦେଶର ସବୁ କିଛିକୁ ସର୍ବନାଶ କରୁଛି, ପ୍ରତ୍ୟେକ ଦିନ ଦଙ୍ଗା କରୁଛି, ବମବାରୀ କରୁଛି, ଆତଙ୍କ କରୁଛି, ଦେଶର ଧନ ଜୀବନକୁ ନଷ୍ଟ କରୁଛି, ସେମାନଙ୍କ ପାଇଁ 300ରୁ ଅଧିକ ଯୋଜନା ଯାହା କଂଗ୍ରେସ ସରକାର ସମୟରେ ଚାଲି ଆସୁଥିଲା, ମାଇନରିଟି ନାଁରେ ହିନ୍ଦୁମାନଙ୍କ ଟ୍ୟାକ୍ସ ପଇସାରେ 300 ଯୋଜନା ସେମାନେ କଲେକ୍ଟର ହେବା ପାଇଁ, IAS IPS ହେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଲାଉଛନ୍ତି। এই ତଥାକଥିତ ହିନ୍ଦୁବାଦୀ, ହିନ୍ଦୁ ହିନ୍ଦୁ କହୁଥିବା, ଜୟ ଶ୍ରୀରାମର ନାରା ଦେଉଥିବା ଭାରତର ରାଜନୈତିକ ଦଳ ବିଜେପି ସରକାର। ହିନ୍ଦୁ ସମାଜ, ହିନ୍ଦୁ ସଂଗଠନ, ହିନ୍ଦୁ ହିନ୍ଦୁ କହୁଥିବା ରାଜନୈତିକ ଦଳ ଆଉ ବିଚରା ନିରପେକ୍ଷ ଭାବେ, ନିଃସ୍ୱାର୍ଥପର ଭାବେ ହିନ୍ଦୁତ୍ୱକୁ ପ୍ରାଧାନ୍ୟ ଦେଇ ହିନ୍ଦୁତ୍ୱ ପାଇଁ କାର୍ଯ୍ୟ କରୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ଯୋଦ୍ଧାଟିଏ। ହିନ୍ଦୁ ସମାଜ ନା ହିନ୍ଦୁ ହିନ୍ଦୁ କହୁଥିବା ରାଜନୈତିକ ଦଳ ନା ମାଳ ମାଳ ହିନ୍ଦୁ ସଂଗଠନ କେହି ବି କ'ଣ ପାଇଁ ସଂଗଠିତ ହେଇପାରୁନାହାନ୍ତି? ତା କାର୍ଯ୍ୟକର୍ତ୍ତାଟିର ବିପଦ ବେଳେ କ'ଣ ପାଇଁ ସିଏ ଏକା ହେଇଯାଉଛି, ଅସହାୟ ହେଇଯାଉଛି? ହିନ୍ଦୁତ୍ୱ ପାଇଁ, ହିନ୍ଦୁ ସମାଜ ପାଇଁ ବେଆଇନ ଧର୍ମାନ୍ତୀକରଣ, ଅନ୍ୟାୟ, ଅଧର୍ମ, ଅପରାଧ, ଗୋହତ୍ୟା, ଗୋତସ୍କର ଏସବୁକୁ ବିରୋଧ କରି ଶହ ଶହ ହଜାର ହଜାର ସଚୋଟ ହିନ୍ଦୁ ଯୋଦ୍ଧା କାର୍ଯ୍ୟକର୍ତ୍ତାଟିର ସବୁକିଛି ସର୍ବନାଶ ହେଇଯାଉଛି, ସେ ସର୍ବହରା ହେଇଯାଉଛି। କିନ୍ତୁ ଏସବୁ କାହାକୁ ଦେଖାଯାଉ ନାହିଁ। ବେଆଇନ ଧର୍ମାନ୍ତୀକରଣକୁ ବିରୋଧ କରି, ବିଧର୍ମୀ ଖ୍ରୀଷ୍ଟିଆନମାନଙ୍କୁ ବିରୋଧ କରି ମୋର ବେପାର ଗଲା, ମୋର ଜୀବିକା ଗଲା। ଜିହାଦୀ ବିଧର୍ମୀମାନଙ୍କୁ ବିରୋଧ କରି ମୋର ଚାକିରି ଗଲା। ଯେଉଁ ବୟସରେ ଅନ୍ୟମାନେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଉଛନ୍ତି, କେମିତି ରୋଜଗାର କରିବେ, କୋଠା ଗାଡ଼ି, ବଡ଼ ବଡ଼ ବାଙ୍ଗଲା ବନେଇବେ, ପ୍ରଚୁର ଟଙ୍କା ଆଦାୟ କରିବେ, ସେହି ବୟସରେ ଆମ ଭଳି କିଛି ପାଗଳମାନେ ହିନ୍ଦୁ ସମାଜ ପାଇଁ, ହିନ୍ଦୁତ୍ୱ ପାଇଁ, ବେଆଇନ ଧର୍ମାନ୍ତୀକରଣ ବିରୁଦ୍ଧରେ, ଗୋମାତାର ସୁରକ୍ଷା ପାଇଁ, ହିନ୍ଦୁ ସମାଜର ସୁରକ୍ଷା ପାଇଁ ଆମେ ପାଗଳ ଭଳି ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଚାଲିଛୁ। ଯେଉଁ ହିନ୍ଦୁ ସମାଜ ପାଇଁ ଆମେ ଅକ୍ଲାନ୍ତ ପରିଶ୍ରମ କରି ଏହି ବିଧର୍ମୀଙ୍କ ସହ, ଏହି ହିନ୍ଦୁ ବିରୋଧୀଙ୍କ ସହ, ଏହି ଜିହାଦୀମାନଙ୍କ ସହ ଲଢ଼ୁଛୁ, ଏହି ରାଜନେତା ଦଲାଲମାନଙ୍କ ସହ ଲଢ଼ୁଛୁ, ଆମ ପଛରେ କେହି ନାହାନ୍ତି। ବିଶେଷ କରି ଆମ ହିନ୍ଦୁ ସମାଜ, ଯେଉଁମାନେ ପ୍ରତ୍ୟେକ କଥାରେ ହିନ୍ଦୁତ୍ୱ, ଗୋମାତା, ସଂସ୍କୃତି, ଜୟ ଶ୍ରୀରାମ, ଜୟ ଗୋମାତାର ନାରା ଦେଉଛନ୍ତି, ପ୍ରକୃତ ହିନ୍ଦୁ ଯୋଦ୍ଧାଙ୍କ ସହ ଯିଏ ନିରପେକ୍ଷ କହୁଛି, କୌଣସି ରାଜନୈତିକ ଦଳ, କୌଣସି ପଦପଦବୀ, କୌଣସି ସଂଗଠନର ଲାଳାୟିତ ନହେଇ ସତ କହୁଛି, ନିରପେକ୍ଷ କହୁଛି, ସେମାନଙ୍କ ସହ ପୁରା ହିନ୍ଦୁ ସମାଜ, ପୁରା ହିନ୍ଦୁ ସଂଗଠନ, ବଡ଼ ବଡ଼ ହିନ୍ଦୁ ନେତା, ବଡ଼ ବଡ଼ ହିନ୍ଦୁ ହିନ୍ଦୁ କହୁଥିବା ହିନ୍ଦୁତ୍ୱବାଦୀ ରାଜନୈତିକ ଦଳ କିଞ୍ଚିତ ମାତ୍ରାରେ ସେମାନଙ୍କୁ ସହଯୋଗ କରୁନାହାନ୍ତି।
ସେମାନେ ଯେତେବେଳେ ଯୁଦ୍ଧ ପାଇଁ ବିଧର୍ମୀଙ୍କ ସହ ଲଢୁଛନ୍ତି, ସେମାନେ ରଣକ୍ଷେତ୍ରରେ ଏକା ହେଇଯାଉଛନ୍ତି, ଅସହାୟ ହେଇଯାଉଛନ୍ତି, ବିଧର୍ମୀ ହିନ୍ଦୁ ବିରୋଧୀ ମାନଙ୍କର ଶିକାର ହେଇଯାଉଛନ୍ତି। କାହା ପାଇଁ ଲଢ଼ିବ, କାହାକୁ ନେଇ ଲଢ଼ିବ? ସେକୁଲାର, ସ୍ୱାର୍ଥୀ, ଦଗଲା, ହାରାମିଖୋର ହିନ୍ଦୁମାନଙ୍କ କଥା ଛାଡ଼ନ୍ତୁ। ବିଜେଡି, ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ, ସିପିଆଇଏମ୍, ଟିଏମସି ଏଥିରେ ବାଣ୍ଟିଥିବା ହିନ୍ଦୁମାନଙ୍କ କଥା ଛାଡ଼ନ୍ତୁ। ଏମାନେ ତ ସ୍ୱାର୍ଥରେ ବାଣ୍ଟିଛନ୍ତି। ସବୁକିଛି ଜାଣି ଶୁଣି ନିହିତ ସ୍ୱାର୍ଥ ପାଇଁ, ରାଜନୀତି ପାଇଁ, ପଦପଦବୀ ପାଇଁ ନିଜ ହିନ୍ଦୁ ସମାଜର ନିଜେ ହିଁ ସର୍ବନାଶ କରୁଛନ୍ତି। ଏହି ବିଧର୍ମୀ ଜିହାଦୀମାନଙ୍କୁ ଭାଇଚାରା ପ୍ରେମରେ ଅନ୍ଧ ହେଇ ଭାଇ ବନାଉଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଯେଉଁମାନେ ରାତି ପାହିଲେ ହିନ୍ଦୁତ୍ୱ ହେଉଛନ୍ତି, ଜୟ ଶ୍ରୀରାମ, ଜୟ ଗୋମାତାର ପାଖଣ୍ଡ କରୁଛନ୍ତି, ନାରା ଦେଉଛନ୍ତି, ସେଇମାନେ ବି ପ୍ରକୃତରେ ନିଜ ଭିତରେ ସଂଗଠିତ ନାହାନ୍ତି, ଏକତ୍ରିତ ନାହାନ୍ତି। ଯେତେବେଳେ ବିପଦ ଆସୁଛି ସଂଗଠିତ ହେଇପାରୁନାହାନ୍ତି। ଯିଏ ବି ହିନ୍ଦୁତ୍ୱ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଛି ତା ସହ ଛିଡ଼ା ହେଇପାରୁନାହାନ୍ତି। ଆଉ କିଛି ଏହି ଜିହାଦୀ ବିଧର୍ମୀ କଂସେଇ ଇସାଇମାନଙ୍କ ଭୟରେ ଚୁପ୍ ରହୁଛନ୍ତି, ନୀରବ ରହୁଛନ୍ତି। ଏ ହେଉଛି ବର୍ତ୍ତମାନର ବାସ୍ତବ କଥା। କେବଳ ଏମାନେ ସୋସିଆଲ ମିଡ଼ିଆରେ ସକ୍ରିୟ ଅଛନ୍ତି, ଭାଷଣବାଜିରେ ସକ୍ରିୟ ଅଛନ୍ତି, ଗୁଗୁଲ ମିଟ୍, ରାଲି ବୈଠକରେ ଏମାନେ ସକ୍ରିୟ ଅଛନ୍ତି। କିନ୍ତୁ ଯେତେବେଳେ କଥା ବିଧର୍ମୀଙ୍କ ସହ ଯୁଦ୍ଧ କ୍ଷେତ୍ରକୁ ଆସୁଛି, ଯେତେବେଳେ ବେଆଇନ ଧର୍ମାନ୍ତରୀକରଣ ବିରୁଦ୍ଧରେ ଲଢ଼େଇ ହେଉଛି, ଯେତେବେଳେ ଗୋହତ୍ୟା ବିରୁଦ୍ଧରେ ଲଢ଼େଇ ହେଉଛି, ଯେତେବେଳେ ହିନ୍ଦୁ ସମାଜ ଉପରେ ଆକ୍ରମଣ ହେଉଛି, ଯେତେବେଳେ ମିଥ୍ୟା କେସ୍ରେ ହିନ୍ଦୁମାନଙ୍କୁ ଫସାଇ ଦିଆଯାଉଛି, ଯେତେବେଳେ ଦାରା ସିଂ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଭଳିଆ କେସ୍ ଆସୁଛି, ଯେତେବେଳେ ନୁପୁର ଶର୍ମା ଭଳିଆ କେସ୍ ଆସୁଛି, ସମସ୍ତେ ଛୁମନ୍ତର ହେଇଯାଉଛନ୍ତି। କେବଳ ଏମାନଙ୍କ ହିନ୍ଦୁତ୍ୱ ଭାଷଣବାଜି, ବୟାନବାଜି ଆଉ ଭାଗଭାଗ ହେଇଥିବା ହିନ୍ଦୁ ସଂଗଠନରେ ହିଁ ସୀମିତ ରହୁଛି। ଆଉ ଆମର ଏଇ ସ୍ୱାର୍ଥୀ ବେଇମାନ ହିନ୍ଦୁ ସମାଜ ନିଜର ବିରାଟ ଭୂଖଣ୍ଡ କେବଳ ମଜହବ ସମ୍ପ୍ରଦାୟ ଆଧାରରେ ହରେଇ ଚାଲିଛି। ଏହି ବିଧର୍ମୀ ହିନ୍ଦୁ ବିରୋଧୀ ଏହି ଆତତାୟୀ ଆତଙ୍କୀମାନେ, ଏହି ଜିହାଦୀ କୋଟି କୋଟି ସଂଖ୍ୟାରେ ନିରୀହ ହିନ୍ଦୁମାନଙ୍କୁ ଅକାରଣରେ ସଂଗଠିତ ହେଇ ହତ୍ୟା କରିଛନ୍ତି। ଜିହାଦ ନାଁରେ ଦେଶ ପରେ ଦେଶ ଅତିକ୍ରମଣ କରି ଚାଲିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ହିନ୍ଦୁ ସମାଜର ଚେତା ଖୋଲୁନାହିଁ। ପାକିସ୍ତାନ ଗଲା, ଆଫଗାନିସ୍ତାନ ଗଲା, ଶ୍ରୀଲଙ୍କା ଗଲା, ନେପାଳ ଗଲା, ବାଂଲାଦେଶ ଗଲା, ସେଠି ସବୁଦିନେ ହିନ୍ଦୁ ଥିଲେ। ବେଙ୍ଗଲ, କାଶ୍ମୀର, ଲଦାଖ, କେରଳ, ପଶ୍ଚିମବଙ୍ଗ, ଓଡ଼ିଶା, ୟୁପି ପ୍ରତ୍ୟେକ ଜାଗାରେ ଏବେ ଏହି ଜିହାଦୀ ଆତତାୟୀ ଆତଙ୍କୀମାନଙ୍କର ତ୍ରାହିମାମ ଚାଲିଛି। କିନ୍ତୁ ହିନ୍ଦୁ ସମାଜ କରୁଛି କ'ଣ? ଆଗରୁ ବି ସଂଗଠିତ ନଥିଲା, ସ୍ୱାର୍ଥରେ ବାଣ୍ଟିଥିଲା। ଜଣେ ରାଜା ଅନ୍ୟ ଜଣେ ରାଜାକୁ ବିରୋଧ କରି ନିଜର ପୁରା ସବୁ କିଛି ଅସ୍ତିତ୍ୱକୁ ସମାପ୍ତ କରିଦେଲା। ଆଜି ବି ସମାନ ପରିସ୍ଥିତି। ସେମାନେ ପୁରା ଭାରତକୁ ହିନ୍ଦୁ ଶୂନ୍ୟ କରି ହିନ୍ଦୁମାନଙ୍କର ହତ୍ୟା, ବଳାତ୍କାର, ଧର୍ଷଣ, ମଠ ମନ୍ଦିରକୁ ଧ୍ୱସ୍ତ ବିଧ୍ୱସ୍ତ କରି ପୁରା ଭାରତବର୍ଷକୁ ଗଜବାହି ହିନ୍ଦରେ ଇସଲାମିକ ରାଷ୍ଟ୍ର ପାଇଁ ଦିନ ରାତି 24 ଘଣ୍ଟା କାର୍ଯ୍ୟ କରୁଛନ୍ତି। କିନ୍ତୁ ଆମ ସ୍ୱାର୍ଥରେ, ରାଜନୀତିରେ, ସଂଗଠନରେ ବାଣ୍ଟିଥିବା ହିନ୍ଦୁ, ଏହି ଦଗଲା ସେକୁଲାର ହିନ୍ଦୁ କେବଳ ଟଙ୍କା କମେଇବା, ବିଦେଶ ପଳେଇ ଯିବା, ହିନ୍ଦୁ ସମାଜର ସବୁ କିଛି ସର୍ବନାଶ ହେଇଯାଉ, ଏହି ବିଚାରଧାରାରେ ରହୁଛି। ଏମିତିରେ ତ ହିନ୍ଦୁତ୍ୱ ପାଇଁ ଆବାଜ ଉଠାଉଥିବା ଲୋକ ବହୁତ କମ୍। ଯିଏ ବି ହିନ୍ଦୁତ୍ୱ ପାଇଁ ଆବାଜ ଉଠାଉଛି, ନିଜର ସବୁ କିଛିକୁ ବାଜି ଲଗେଇ ହିନ୍ଦୁ ସମାଜ ପାଇଁ ନିଃସ୍ୱାର୍ଥପର ଭାବେ ଲଢ଼େଇ ଲଢ଼ୁଛି। ଏ ହିନ୍ଦୁ ସମାଜ ପାଖରେ ପର୍ଯ୍ୟାପ୍ତ ସମୟ ଅଛି, ଅନ୍ୟାନ୍ୟ ସବୁ କିଛିରେ ଏ ସମୟ ବିନିଯୋଗ କରୁଛି। କିନ୍ତୁ ଯେତେବେଳେ ହିନ୍ଦୁତ୍ୱ ପାଇଁ କିଏ ଲଢ଼ୁଛି, ଆ ପାଖରେ ସମୟ ନାହିଁ। ପ୍ରି ୱେଡ଼ିଂ ପାଇଁ ଘଣ୍ଟା ଘଣ୍ଟା ସମୟ ଅଛି, ଡିଜେରେ ନାଚିବା ପାଇଁ ଘଣ୍ଟା ଘଣ୍ଟା ସମୟ ଅଛି, ପବ୍ ଯିବା ପାଇଁ, ବାର୍ ଯିବା ପାଇଁ ଘଣ୍ଟା ଘଣ୍ଟା ସମୟ ଅଛି, ସିନେମା ଯିବା ପାଇଁ ଘଣ୍ଟା ଘଣ୍ଟା ସମୟ ଅଛି, ଅନ୍ୟାନ୍ୟ ସବୁ କାର୍ଯ୍ୟ କରିବା ପାଇଁ ହିନ୍ଦୁ ସମାଜ ପାଖରେ ସମୟ ଅଛି। କିନ୍ତୁ ଯିଏ ହିନ୍ଦୁତ୍ୱ ପାଇଁ ଲଢ଼ୁଛି, ଯିଏ ଭାବୁଛି ରାଷ୍ଟ୍ର ସର୍ବୋପରି, ବହୁତ ପୁଣ୍ୟରେ ସନାତନ ହିନ୍ଦୁ ଘରେ ଜନ୍ମ ହୋଇଛି, ପବିତ୍ର ଉତ୍କଳ ମାଟି ଭାରତବର୍ଷରେ ଜନ୍ମ ହୋଇଛି। ଏ ହିନ୍ଦୁ ଧର୍ମ, ସଭ୍ୟତା, ସଂସ୍କୃତି ତାକୁ ଅନେକ କିଛି ଜ୍ଞାନ ଦେଇଛି। ତାର କର୍ତ୍ତବ୍ୟକୁ ନିର୍ବାହ କରିବା ପାଇଁ
କୁକୁର ଭଳି ଦିନ ରାତି ଭୁକୁଛି। କିନ୍ତୁ ତା କଥା ଏ ହିନ୍ଦୁ ସମାଜ ଶୁଣିଲେ ତ? ଅନ୍ୟାନ୍ୟ ସବୁ କ୍ଷେତ୍ରରେ ଏ ସମୟ ବିନିଯୋଗ କରୁଛି, ସବୁ କ୍ଷେତ୍ରରେ ଆ ପାଖରେ ସମୟ ଅଛି, କିନ୍ତୁ ଯେଉଁଟା ମୁଖ୍ୟ, ଯେଉଁଟା ସୁରକ୍ଷା ପାଇଁ, ହିନ୍ଦୁତ୍ୱ ପାଇଁ ଯେ ଆବାଜ ଉଠାଉଛି, ତାକୁ ଏସବୁ ବେକାର ଲାଗୁଛି, ତାକୁ ଏସବୁ ରାଜନୀତି ଲାଗୁଛି। ଘରେ ରହିବି ଆପଣମାନେ ସହଯୋଗ କରିବା ପାଇଁ, ସମର୍ଥନ ଦେବା ପାଇଁ ଅସମର୍ଥ ଅଛନ୍ତି। କିନ୍ତୁ ତାର ବିପରୀତ ବିଧର୍ମୀମାନେ, ହିନ୍ଦୁ ବିରୋଧୀମାନେ, ବିଭିନ୍ନ ପ୍ରକାର ରାଜନୈତିକ ଦଳମାନେ, ବିଭିନ୍ନ ପ୍ରକାର ରାଜନୈତିକ ଦଳର ଆଇଟି ସେଲ୍ ମାନେ ଯେ ହିନ୍ଦୁତ୍ୱ ପାଇଁ ଆବାଜ ଉଠାଉଛି ତାକୁ ଟାର୍ଗେଟ କରୁଛନ୍ତି। କେତେବେଳେ ବି ତା ଜୀବନ ଯାଇପାରେ। ତା ଭିଡ଼ିଓକୁ ବାରମ୍ବାର ରିପୋର୍ଟ ମାରୁଛନ୍ତି, ତା ଚ୍ୟାନେଲକୁ ମିଛ କମ୍ୟୁନିଟି ଷ୍ଟ୍ରାଇକ୍ ଦେଇ ଡିଲେଟ୍ କରିଦେଉଛନ୍ତି। ଗୋଟିଏ ଭିଡ଼ିଓ ବନେଇବା, ଆଉ ବିଶେଷ କରି ହିନ୍ଦୁତ୍ୱ ପାଇଁ, ହିନ୍ଦୁ ସମାଜ ପାଇଁ ଭିଡ଼ିଓ ବନେଇବା, ଯିଏ ଭିଡ଼ିଓ ବନେଇଛି ସେ ଜାଣିଛି କେତେ ପରିଶ୍ରମ କରିବା ପାଇଁ ପଡ଼େ ବିନା ସ୍ୱାର୍ଥରେ। ଆଉ ଆଜିକାର ଏ ତ କଳିଯୁଗ, ଏ ଭଲ କଥା ଶୁଣିବା ଲୋକ କେତେ ଜଣ? ବିଶେଷ କରି ନିରପେକ୍ଷ ଭାବେ କୌଣସି ରାଜନୈତିକ ଦଳର, କୌଣସି ସଂଗଠନର, କୌଣସି ବ୍ୟକ୍ତିର ଗୁଲାମଗିରି ନ କରି, ସେମାନଙ୍କ ଜୟଜୟକାର ନ କରି, କେବଳ ସତ୍ୟ ସହ, ହିନ୍ଦୁତ୍ୱ ସହ, ହିନ୍ଦୁତ୍ୱର ସୁରକ୍ଷା ପାଇଁ ଆବାଜ ଉଠାଏ ନା, ତାର ସମସ୍ତେ ଶତ୍ରୁ ହେଇଯାନ୍ତି। କାରଣ ସିଏ ପ୍ରାଧାନ୍ୟ ଦିଏ ହିନ୍ଦୁତ୍ୱକୁ, ହିନ୍ଦୁ ସମାଜକୁ। ଆମେ କାହା ପାଇଁ ଲଢ଼ିବା, କାହାକୁ ନେଇ ଲଢ଼ିବା? କୋଟି କୋଟି ହିନ୍ଦୁମାନଙ୍କ ଭିତରେ ପୁରା ହିନ୍ଦୁ ସମାଜର ଲଢ଼େଇ ନିରପେକ୍ଷ ଭାବେ ଆମ ଭଳି କିଛି ମୁଠିଭର। ତେଣୁ ଆପଣମାନେ ଯେଉଁଥିରେ ସମର୍ଥ, ଆପଣମାନଙ୍କର ପାଖରେ ସମୟ ନାହିଁ ତ ଆପଣମାନେ କିଛି ଅର୍ଥ ଦେଇଦିଅନ୍ତୁ, ଆପଣମାନଙ୍କ ପାଖରେ ଅର୍ଥ ନାହିଁ କିଛି ସମୟ ଦେଇଦିଅନ୍ତୁ। ଆପଣ ଯେଉଁଥିରେ ସାମର୍ଥ୍ୟ, ତନ ମନ ଧନ, ଆପଣ ଯେଉଁଥିରେ ସାମର୍ଥ୍ୟ, ଯେ ହିନ୍ଦୁତ୍ୱ ପାଇଁ ଆବାଜ ଉଠାଉଛି, ଯେ ହିନ୍ଦୁତ୍ୱ ପାଇଁ ନିରପେକ୍ଷ ଭାବେ ଲଢ଼ୁଛି, ତାକୁ ସହଯୋଗ କରନ୍ତୁ, ତା ପଛରେ ଛିଡ଼ା ହୁଅନ୍ତୁ, ତା ମନୋବଳକୁ ବଢ଼ାନ୍ତୁ। ନହେଲେ ସେ ସବୁଦିନ ପାଇଁ ଚୁପ୍ ହେଇଯିବ, ନୀରବ ହେଇଯିବ। କାରଣ ହିନ୍ଦୁ ବିରୋଧୀଙ୍କ ସଂଖ୍ୟା ବହୁତ ପ୍ରବଳ। ହିନ୍ଦୁମାନଙ୍କୁ ଯଦି କିଏ ଶସ୍ତା ଦେଲା, ଘର ପାଖରେ ଦେଲା, ଆଉ ବାକି ଦେଲା, ଉଧାର ଦେଲା, ସେ ରୋହିଙ୍ଗ୍ୟା ବାଂଲାଦେଶୀ ହଉ, ଜିହାଦୀ ଆତଙ୍କବାଦୀ ହଉ, ଆତଙ୍କୀ ମୁସଲିମ ହଉ, ସେମାନଙ୍କ ଠାରୁ ସବୁ ଜିନିଷ ଶସ୍ତାରେ ନେଇଯିବେ। ହିନ୍ଦୁ ଧର୍ମ ପଛେ ଜକାତ ମାଧ୍ୟମରେ, ହଲାଲା ପ୍ରଡ଼କ୍ଟ ମାଧ୍ୟମରେ ସର୍ବନାଶ ହେଇଯାଉ, କିନ୍ତୁ ହିନ୍ଦୁର କିଛି ଯାଏ ଆସେ ନାହିଁ। ତାକୁ ପୁରା ବାକି ମିଳୁଛି, ଘର ପାଖରେ ମିଳୁଛି। ଏହି ରୋହିଙ୍ଗ୍ୟା ବାଂଲାଦେଶୀ ମାନେ, ଏହି ଜିହାଦୀ ଆତଙ୍କୀ ମାନେ ପୁରା ଓଡ଼ିଶାର ମାର୍କେଟକୁ, ବିଶେଷ କରି ପୁରା ଭାରତବର୍ଷକୁ କବ୍ଜା କରିସାରିଲେଣି। ସେ ବେପାର ବଣିଜ ହଉ, ବିଭିନ୍ନ ପ୍ରକାର କାମ ହଉ, ବ୍ୟବସାୟ ହଉ, ପୁରା ମାର୍କେଟକୁ ସେମାନେ କବ୍ଜା କରିସାରିଲେଣି। କାରଣ ସେମାନେ ପୁରା ଶସ୍ତା ଦେଉଛନ୍ତି। ଆମ ହିନ୍ଦୁମାନଙ୍କର କେବଳ ଶସ୍ତା ଦରକାର, ହିନ୍ଦୁ ଧର୍ମ ପଛେ ସମାପ୍ତ ହେଇଯାଉ। ଯେତେ ରାଜମିସ୍ତ୍ରୀ, କାଠ ମିସ୍ତ୍ରୀ, ମାର୍ବଲ ମିସ୍ତ୍ରୀ, ପ୍ରାୟ ବଡ଼ ବଡ଼ ବିଲ୍ଡିଂରେ ଦେଖିବେ এই ଜିହାଦୀ ଆତଙ୍କୀ ମାନଙ୍କର ରାଜ ଚାଲିଛି। ତାର ବିପରୀତ କ'ଣ ହେଉଛି? ହିନ୍ଦୁ ମିସ୍ତ୍ରୀଟେ କାମ ପାଉନାହିଁ, ହିନ୍ଦୁ ବ୍ୟବସାୟୀଟେ କାମ ପାଉନାହିଁ, ହାତ କୁଣ୍ଡେଇ ସିଏ ଚୁପଚାପ ବସିଛି। ସେମାନେ ସବୁ କୌଳିକ ବୃତ୍ତିକୁ ଆପଣେଇ ନେଲେ, ଆମ ମାର୍କେଟକୁ ଆପଣେଇ ନେଲେ। ସେ ଫଳ ଦୋକାନଠୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସକ୍ରିୟ ହେଇଗଲେଣି। କାରଣ ସେମାନେ 100 ବର୍ଷ ଆଗକୁ ଗଜବାଇ ହିନ୍ଦରେ ଇସଲାମିକ ରାଷ୍ଟ୍ର ପାଇଁ ଯୋଜନା କରୁଛନ୍ତି। ଆମ ହିନ୍ଦୁମାନେ ପୁରା ସ୍ୱାର୍ଥରେ ଟଙ୍କା କମେଇବେ, ଶସ୍ତା ମିଳୁନା। ଆମ ହିନ୍ଦୁମାନଙ୍କ ପଇସା ନେଇ, ଆମ କାମକୁ ଛଡ଼େଇ, ଆମର ସବୁ କିଛିକୁ ଲୁଟି ଜକାତ ମାଧ୍ୟମରେ ମଦରସାରେ, ମସଜିଦରେ ଫଣ୍ଡିଂ କରୁଛନ୍ତି। ବିଦେଶୀମାନଙ୍କୁ ଭାରତରେ ବସାଉଛନ୍ତି, ସରକାରୀ ଜମିକୁ କବ୍ଜା କରୁଛନ୍ତି, ଲେଟ୍ ଜିହାଦ ନାଁରେ, ୱକ୍ଫ ବୋର୍ଡ ନାଁରେ ପୁରା ଭାରତବର୍ଷକୁ କବ୍ଜା କରୁଛନ୍ତି। ଉମ୍ମା କନସେପ୍ଟରେ ସେମାନେ ସେମାନଙ୍କ ମଜହବ ପାଇଁ କାର୍ଯ୍ୟ କରୁଛନ୍ତି। ଯେଉଁ ଜିହାଦୀଙ୍କ ଠାରୁ କିଣାବିକା କରୁଛି ଜକାତ ମାଧ୍ୟମରେ, ସେମାନଙ୍କ ମଜହବ ମଜବୁତ ହେଉଛି। ଆଉ ସେଇମାନେ ହିଁ ଦିନେ ଦଙ୍ଗା କରିବେ, ଆତଙ୍କ କରିବେ। ବାଂଲାଦେଶ, କାଶ୍ମୀର, କେରଳ ଭଳି ବିନା କାରଣରେ ଲକ୍ଷ ଲକ୍ଷ ହିନ୍ଦୁମାନଙ୍କୁ ନରସଂହାର କରିବେ, ହିନ୍ଦୁ ଝିଅ ବୋହୂମାନଙ୍କର ହତ୍ୟା ବଳାତ୍କାର କରିବେ, ସାମୂହିକ ବଳାତ୍କାର କରିବେ, ରାସ୍ତାରେ ଗୋହତ୍ୟା କରିବେ, ଧର୍ମାନ୍ତୀକରଣ କରିବେ। ଆଜିଠାରୁ ସଂକଳ୍ପ ନିଅନ୍ତୁ, ଯାହା ବି କିଣିବେ ହିନ୍ଦୁଙ୍କ ଠାରୁ କିଣିବେ। 2 ପାଦ ଆଗକୁ ଯାଆନ୍ତୁ, 2 କିଲୋମିଟର ଆଗକୁ ଯାଆନ୍ତୁ, 2 ଟଙ୍କା ପଛେ ଅଧିକା ହଉ, ହିନ୍ଦୁଙ୍କ ଠାରୁ କିଣନ୍ତୁ, ହିନ୍ଦୁଙ୍କୁ ବିକନ୍ତୁ। ଏବେ ଆସିବା ହିନ୍ଦୁ ସଂଗଠନ। ଏଠି ସଂଗଠନ ମାଳ ମାଳ, କିନ୍ତୁ ଗ୍ରାମ ଦୁର୍ବଳ। ଏଠି ପ୍ରଚାର ବହୁତ,
ବୌଦ୍ଧିକ ବହୁତ, ଭାଷଣବାଜି ବହୁତ, ନାରାବାଜି ବହୁତ, ରାଲି ଶୋଭାଯାତ୍ରା ସଞ୍ଚଳନ ଜ୍ଞାନ ବହୁତ। କିନ୍ତୁ ଯେତେବେଳେ ହିନ୍ଦୁଟେ ବିପଦରେ ପଡ଼େ, ଯୁଦ୍ଧ କ୍ଷେତ୍ରକୁ ରଣକ୍ଷେତ୍ରକୁ ଯାଏ, ସେ ସଦାସର୍ବଦା ଏକା ହେଇଯାଏ, ଅସହାୟ ହେଇଯାଏ। ସେତେବେଳେ ଏହି ମାଳ ମାଳ ହିନ୍ଦୁ ସଂଗଠନ ନିଜକୁ 100 ବର୍ଷ କହୁଥିବା ହିନ୍ଦୁ ସଂଗଠନ, ନିଜକୁ 70-80 ବର୍ଷ କହୁଥିବା ହିନ୍ଦୁ ସଂଗଠନ କାହାରି ବି ଦର୍ଶନ ମିଳେ। ମୁଁ ଆରମ୍ଭରୁ କହିଛି, ନିରପେକ୍ଷ କହିବି, ସତ କହିବି, କାହାକୁ ଖୁସି କଲା ଭଳିଆ, କାହାକୁ ଦୁଃଖ କଲା ଭଳିଆ କଥା କହିବି ନାହିଁ। ଯାହା ସତ, ଯାହା ଅନୁଭବ, ଯାହା ବାସ୍ତବିକତା ତାହା କହିବି। ଆମ ପାଖରେ ଏତେ ବର୍ଷର ଅନୁଭବୀ ସଂଗଠନ ଅଛି, ଏତେ କାର୍ଯ୍ୟକର୍ତ୍ତା ଅଛନ୍ତି, ଏତେ ଶାଖା ଲାଗୁଛି, ଏତେ ଦେଶରେ ସଂଗଠନ ଅଛି, ଏତେ ସବୁ କାର୍ଯ୍ୟକର୍ତ୍ତା ଅଛନ୍ତି, ଏତେ ପ୍ରଚାରକ ଅଛନ୍ତି। କିନ୍ତୁ ଯେତେବେଳେ ବେଙ୍ଗଲରେ ହେଉ, ଓଡ଼ିଶାରେ ହେଉ, ସାରା ଭାରତବର୍ଷରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଛି, ଏଇ ମୁଠିଭର ଜିହାଦୀ ଆତଙ୍କୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଛନ୍ତି, ଯେତେବେଳେ ଲଭ୍ ଜିହାଦ କରୁଛନ୍ତି, ଲ୍ୟାଣ୍ଡ ଜିହାଦ କରୁଛନ୍ତି, ଗୋମାତାର ହତ୍ୟା କରୁଛନ୍ତି, ଚୋରାଚାଲାଣ କରୁଛନ୍ତି, ବେଆଇନ ଧର୍ମାନ୍ତରୀକରଣ କରୁଛନ୍ତି, ସେତେବେଳେ ଏ ହିନ୍ଦୁ ସଂଗଠନ ଆଜି ପର୍ଯ୍ୟନ୍ତ 100 ବର୍ଷ ହେଇଗଲା କ'ଣ ପାଇଁ ଏସବୁକୁ ରୋକିବାରେ ଅସଫଳ ଅଛି? କେବେ ମନକୁ ପ୍ରଶ୍ନ ଆସିନାହିଁ? 12 ବର୍ଷ ହେଲା ହିନ୍ଦୁବାଦୀ ହିନ୍ଦୁ ସଂଗଠନର ସରକାର ଅଛି। ବିଧର୍ମୀ ଜିହାଦୀମାନେ ମୁଠିଭର 20% ହେଇ ଏତେ ସବୁ କରାଇ ପାରୁଛନ୍ତି। ଆମ ପାଖରେ ଏତେ ଆୟାମ ଅଛି, ଏତେ ଶାଖା ଅଛି, ଏତେ କାର୍ଯ୍ୟକର୍ତ୍ତା ଅଛନ୍ତି, ଏତେ ଦେଶରେ ସଂଗଠନ ଅଛି, ଏତେ ବଡ଼ ସଂଗଠନ ଅଛି, ସେ ସଂଗଠନର ହିନ୍ଦୁତ୍ୱବାଦୀ ସରକାର ଅଛି। ତାପରେ ବି କ'ଣ ପାଇଁ କଂଗ୍ରେସ ଶାସନ କାଳରେ ଯାହା ଅବସ୍ଥା ଥିଲା ହିନ୍ଦୁମାନଙ୍କର, ଆଜି ସମାନ ଅବସ୍ଥା ଅଛି? ସେମାନେ ଆମଠାରୁ 100 ପାଦ ଆଗକୁ ଗଲେଣି, ଆମକୁ ସର୍ବନାଶ କରି ଗଜବା ହିନ୍ଦରେ ହତ୍ୟା କରିବା ପାଇଁ ଯୋଜନା କଲେଣି। କିନ୍ତୁ ଆମେ ସେଇ ପୁରୁଣା ପଦ୍ଧତିରେ ଆଜି ପର୍ଯ୍ୟନ୍ତ ଠେଙ୍ଗା ହଲଉଛୁ। ଆଗ ପଛ ମୂଳ ଚୂଳ ସବୁଠି ବିଜେପି। କାହିଁ ଗୋ ହତ୍ୟା ବନ୍ଦ ହେଉନାହିଁ, କାହିଁ ଧର୍ମାନ୍ତରୀକରଣ ବନ୍ଦ ହେଉନାହିଁ, କାହିଁ ହଜାର ହଜାର ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ଯେଉଁମାନେ ବିଜେପି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନେ ଆଜି ସର୍ବହରା ହେଇଯାଇଛନ୍ତି। କାହିଁ ହିନ୍ଦୁ ସମାଜ ଉପରେ ବାରମ୍ବାର ଆକ୍ରମଣ ହେଉଛି, କାହିଁ ବିଧର୍ମୀ ଆତତାୟୀ ଆତଙ୍କୀମାନେ ବାରମ୍ବାର ଦଙ୍ଗା କରୁଛନ୍ତି। ତାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ କ'ଣ ପାଇଁ କରାଯାଉନାହିଁ? କ'ଣ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ କରାଯାଉନାହିଁ? ଏ ହିନ୍ଦୁ ସଂଗଠନର ଜ୍ଞାନଚନ୍ଦ, ରାୟଚନ୍ଦ ଆଉ କିଛି ଜୟଚନ୍ଦ ମାନଙ୍କୁ ଲାଗୁଛି କେବଳ ଭାଷଣବାଜିରେ, ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର କରି, ଗୁଗୁଲ ମିଟ୍ କରି, ରାଲି କରି, ବୌଦ୍ଧିକ କରି, ପୂଜା ପାର୍ବଣରେ ଭିଡ଼ ଜମେଇ ଆମେ ଅମିକି ବର୍ଷର ସଂଗଠନ, ଆମେ ସମିକି ବର୍ଷର ସଂଗଠନ, ଆମର ଏତେ ଶାଖା ଅଛି, ଆମର ଏତେ ପ୍ରଚାରକ ଅଛନ୍ତି, ଆମର ଏତେ ଦେଶରେ ଏତେଟା ଶାଖା ଲାଗିଛି, ଏସବୁ ବୟାନବାଜି କରି ହିନ୍ଦୁ ଧର୍ମ ସୁରକ୍ଷିତ ହେଇଯିବ, ହିନ୍ଦୁମାନେ ସୁରକ୍ଷିତ ହେଇଯିବେ। ଆମେ ଗୋଟିଏ ପାଦ ଗଲାବେଳକୁ ବିଧର୍ମୀମାନେ, ହିନ୍ଦୁ ବିରୋଧୀମାନେ, ଆତତାୟୀ ଆତଙ୍କୀମାନେ ଆମଠାରୁ 100 ପାଦ ଆଗରେ ଅଛନ୍ତି। ପ୍ରଚାର ପ୍ରସାରରେ, ଭାଷଣବାଜିରେ, ବୟାନବାଜିରେ, ଗୁଗୁଲ ମିଟ୍ରେ ହିନ୍ଦୁ ଧର୍ମ ସୁରକ୍ଷିତ ରହିପାରିବନି। କାରଣ এই ବଡ଼ ବଡ଼ ହିନ୍ଦୁ ସଂଗଠନ, ଏମାନଙ୍କ ଅଧିକାରୀ, ଏମାନଙ୍କ ପ୍ରଚାରକ, এই ମାଳ ମାଳ ହିନ୍ଦୁ ସଂଗଠନ ଯେତେବେଳେ ପ୍ରକୃତ ହିନ୍ଦୁ ଯୋଦ୍ଧାଟେ ଯାଇ ହିନ୍ଦୁତ୍ୱ ପାଇଁ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରୁଛି, ସେ ଏକା ହେଇଯାଉଛି, ସେ ଅସହାୟ ହେଇଯାଉଛି। ତା ପଛରେ କେହି ନାହାନ୍ତି। ହଜାରେ ଉଦାହରଣ ମୋ ସହ 4-5 ଥର ଘଟେ। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପାଇଁ, ଦାରା ସିଂଙ୍କ ପାଇଁ ଆବାଜ ଉଠେଇଲେ ବୋଲି ମୋତେ ଇଣ୍ଟରନ୍ୟାସନାଲ ମେସେଜ ଆସିଲା, ମୋତେ ଧମକ ଆସିଲା, ମୋତେ ଅଷ୍ଟ୍ରେଲିଆରୁ ମେଲ୍ ଆସିଲା। ମୁଁ ଅଷ୍ଟ୍ରେଲିଆର କମ୍ୟୁନିଟି ଗାଇଡ଼ଲାଇନକୁ ଭାଇଲେନ୍ସ କରିଛି। ଆପଣ ହିନ୍ଦୁତ୍ୱ ପାଇଁ ଆବାଜ ଉଠେଇଲେ, ଆପଣ ଧର୍ମାନ୍ତରୀକରଣ ସେମାନଙ୍କ ବିରୁଦ୍ଧରେ ଆବାଜ ଉଠେଇଲେ, ଆପଣଙ୍କ ରିଚ୍ ଡାଉନ୍ ହେବ, ଆପଣଙ୍କ ରିପୋର୍ଟ ଆସିବ, ଆପଣଙ୍କ ଭିଡ଼ିଓ ଆଗକୁ ଯିବ ନାହିଁ। କିନ୍ତୁ ଏତେ ସବୁ ଜାଣିକି ବି ଆମେ ସଂଗ୍ରାମ ଜାରି ରଖିଛୁ। ସର୍ବସ୍ୱ ହରେଇକି ବି ଆମେ ହିନ୍ଦୁତ୍ୱ ପାଇଁ ଖୁଲମ ଖୋଲା এই ବିଧର୍ମୀମାନଙ୍କ ବିରୁଦ୍ଧରେ ଆବାଜ ଉଠେଇଛୁ। ପ୍ରତ୍ୟେକ ଦିନ ଧମକ, ଖରାପ ଗାଳି ଗୁଲଜ। କାରଣ ହିନ୍ଦୁତ୍ୱର କଥା ଆସିଲେ ନା କୌଣସି ରାଜନୈତିକ ଦଳ, ନା ସଂଗଠନ, ନା ବ୍ୟକ୍ତି କାହାକୁ ଦେଖାଯାଏନି। ଆମ ପାଇଁ ଆମ ଧର୍ମ ବଡ଼, ଆମ ହିନ୍ଦୁ ସମାଜ ବଡ଼। କାରଣ ଧର୍ମ ବଞ୍ଚିଲେ ହିଁ ଆମେ ସବୁ କିଛି କରିପାରିବା। ଯେଉଁ ହିନ୍ଦୁ ସଂଗଠନ କହୁଛି ତଥାକଥିତ ରାଷ୍ଟ୍ରବାଦୀ ହିନ୍ଦୁବାଦୀ ଦଳ ଅଛି, ଯେଉଁ ହିନ୍ଦୁବାଦୀ ବିଜେପି ଦଳ ପାଇଁ ଦେବଦୁର୍ଲଭ କାର୍ଯ୍ୟକର୍ତ୍ତା ମାସ ମାସ ଧରି ନିଃସ୍ୱାର୍ଥପର ଭାବେ କାମ କରିଛନ୍ତି, କୌଣସି ପଦପଦବୀ ପାଇଁ ନୁହେଁ, କୌଣସି ରାଜନୀତି ପାଇଁ ନୁହେଁ,
କୌଣସି କଣ୍ଟ୍ରାକ୍ଟରେ କାମ ପାଇଁ ନୁହେଁ, କେବଳ ହିନ୍ଦୁତ୍ୱ ସୁରକ୍ଷା ହେବ, ଗୋହତ୍ୟା ବନ୍ଦ ହେବ, ଧର୍ମାନ୍ତୀକରଣ ବନ୍ଦ ହେବ, ହିନ୍ଦୁମାନଙ୍କୁ ନ୍ୟାୟ ମିଳିବ, এই ପୋଲିସ ବାବୁମାନଙ୍କର ଗୁଣ୍ଡାଗିରି ଦବଙ୍ଗଗିରି ଏସବୁ ବନ୍ଦ ହେବ। କିନ୍ତୁ ତାର ବିପରୀତ କ'ଣ ହେଉଛି, ଯେ ହିନ୍ଦୁତ୍ୱ ପାଇଁ କାମ କରୁଛି ତାକୁ ଜଣାଥିବ। ଆଉ ଯେଉଁମାନେ ତଥାକଥିତ ହିନ୍ଦୁ ହିନ୍ଦୁ କହି ଭାଷଣବାଜି କରୁଛନ୍ତି, ବିଭିନ୍ନ ହିନ୍ଦୁ ସଂଗଠନରେ ଭାଗ ଭାଗ ହେଇଛନ୍ତି, କେବଳ ଭାଷଣବାଜି ମିଛ ଗାଲୁଗପ ପ୍ରଚାରରେ ବ୍ୟସ୍ତ ଅଛନ୍ତି, ସେମାନଙ୍କ ପ୍ରଚାର ଗାଲୁଗପରେ କ'ଣ ହିନ୍ଦୁମାନେ ସୁରକ୍ଷିତ ହେବେ? ଆଜି ସେମାନେ ଯେଉଁ ମାତ୍ରାରେ ବାହା ହେଉଛନ୍ତି, ଯେଉଁ ମାତ୍ରାରେ ଛୁଆ ଜନ୍ମ କରୁଛନ୍ତି, ସେମାନଙ୍କ ସଂଖ୍ୟା ଯେ ମାତ୍ରାରେ ବଢ଼ି ଚାଲିଛି, ଧର୍ମାନ୍ତୀକରଣ ହେଇ ଯେମିତି ବିଧର୍ମୀ ହୋଇଯାଉଛନ୍ତି, ଯେମିତି ଲ୍ୟାଣ୍ଡ ଜିହାଦ ଲଭ୍ ଜିହାଦରେ ହିନ୍ଦୁମାନଙ୍କ ସର୍ବନାଶ ହେଉଛି, ଆମ ଜନସଂଖ୍ୟାକୁ କମାଇବା ପାଇଁ ଆମ ଝିଅମାନଙ୍କୁ ଫସାଇ ଦିଆଯାଉଛି, ଆମ ସରକାରୀ ଆମ ଗଚର ଜମିକୁ ଅକ୍ତିଆର କରିସାରିଲାଣି ବକବୋର୍ଡ଼ ନାଁରେ। ସବୁ ଭାରତର ରାଜନୈତିକ ଦଳ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରୁଛନ୍ତି, ମାଇନରିଟି କମିଶନ ନାଁରେ ବେଆଇନ ଭାବେ ସମ୍ବିଧାନ ବିରୁଦ୍ଧରେ ସେମାନଙ୍କୁ ସବୁ ପ୍ରକାର ସୁଖ ସୁବିଧା ଦେଉଛନ୍ତି। ସେମାନେ 5 ଭାଇ 25 ଜନ୍ମ କରୁଛନ୍ତି, ଆଉ 10 ବର୍ଷ ପରେ ଜନସଂଖ୍ୟା ସେମାନଙ୍କର ଯେତେବେଳେ ବେଶୀ ହେଇଯିବ, ସେତେବେଳେ ଏ ହିନ୍ଦୁ ସଂଗଠନ, ଏ ହିନ୍ଦୁ ହିନ୍ଦୁ କହୁଥିବା, ସକାଳୁ ସନ୍ଧ୍ୟାରେ ଜୟ ଶ୍ରୀରାମ ଜୟ ଗೋ ମାତା କହୁଥିବା এই ଫର୍ଜି ହିନ୍ଦୁ ନେତାମାନେ, এই ବିଜେପି ତାର MLA MP ବିଧାୟକ ନେତା ମନ୍ତ୍ରୀମାନେ କ'ଣ କରିବେ? ଏବେ ହେଉଛି ସେଇ ପ୍ରକୃତ ସମୟ। ଯଦି ଏବେ କିଛି ହେଲା ନାହିଁ, ତେବେ ଜୀବନ କାଳ ଭିତରେ ଆମେ କିଛି କରିପାରିବା। ଆଉ ବିଶେଷ କରି ଯେଉଁମାନେ ଶିକ୍ଷିତ ଅଛନ୍ତି, ଯେଉଁମାନେ ଆର୍ଥିକ ରୂପେ ମଜବୁତ ଅଛନ୍ତି, ସେମାନେ କୁକୁର ପାଳୁଛନ୍ତି କିନ୍ତୁ ଗୋମାତାଟିଏ ପାଳୁନାହାନ୍ତି। ସେମାନେ ଜମାରୁ ହିଁ ଛୁଆ ଜନ୍ମ କରୁନାହାନ୍ତି, କିଏ ଗୋଟିଏ ଛୁଆ ଜନ୍ମ କରୁଛି। କିନ୍ତୁ ବିଧର୍ମୀମାନେ ତ 100 ବର୍ଷ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଖରେ ସେମାନେ ଜନସଂଖ୍ୟା ପରେ ଜନସଂଖ୍ୟା ବଢ଼େଇ ଚାଲିଛନ୍ତି। ଆଜି ଯଦି ଏ ସରକାର, ଏ ହିନ୍ଦୁ ସଂଗଠନ ସମସ୍ତେ ସକ୍ରିୟ ନ ହେବେ, ସଜାଗ ନ ହେବେ, ଆଉ ଠୋସ୍ ପଦକ୍ଷେପ ନ ହେବେ, ଆଗକୁ ସ୍ଥିତି ଭୟଙ୍କର ହେବ, ଭୟାନକ ହେବ। ସମଗ୍ର ହିନ୍ଦୁ ସମାଜକୁ, ବିଶେଷ କରି ବୀର କଳିଙ୍ଗର ଓଡ଼ିଆମାନଙ୍କୁ ମୋର ବିନମ୍ର ଅନୁରୋଧ, ନିରପେକ୍ଷ ଭାବେ ହିନ୍ଦୁଟେ ହେଇ ଏ ଭିଡ଼ିଓକୁ ଥରେ ଦେଖନ୍ତୁ, ବିଚାର କରନ୍ତୁ, ନିଜର ମତାମତ ଦିଅନ୍ତୁ। କୌଣସି ରାଜନୈତିକ ଦଳ, କୌଣସି ହିନ୍ଦୁ ସଂଗଠନ ଜାତିରେ ବିଚାର ନ କରି କେବଳ ହିନ୍ଦୁଟେ ହେଇ ବିଚାର କରନ୍ତୁ। ଯଦି ଆପଣମାନଙ୍କୁ ଲାଗୁଛି ମୋ କଥାରେ କିଛି ବାସ୍ତବତା ଅଛି, ମୋ କଥାରେ କିଛି ସତ୍ୟତା ଅଛି, ଏ ଭିଡ଼ିଓକୁ ଆପଣମାନେ କେତେ ମାତ୍ରାରେ ଭଲ ପାଇବା ଦେଉଛନ୍ତି, କେତେ ମାତ୍ରାରେ ମୋ କଥାକୁ ଗ୍ରହଣ କରୁଛନ୍ତି। ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ, ଜୟ ସନାତନ।